କିଛି ଦିନର ବିରତି ପରେ ପୁଣି ଫେରିଲା ଥଣ୍ଡା। ରାଜ୍ୟର ଅଧିକାଂଶ ସ୍ଥାନରେ ଖସିଲା ପାରଦ। ପ୍ରାୟ ଗୋଟିଏ ସପ୍ତାହର ବ୍ୟବଧାନ ପରେ ପୁଣି ଥରେ ଶୀତ ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲା ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ଚଳିତ ମାସର 16 ତାରିଖରେ 5.8 ଡିଗ୍ରୀ ତାପମାତ୍ରାକୁ ଖସିଥିଲା। ପ୍ରବଳ ଶୀତ ହୋଇଥିଲା। ଗତ 17 ତାରିଖ ଦିନ 5 ରୁ 4 ଡିଗ୍ରୀ ପୁଣି ଖସି ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଥିବା ବେଳେ ପାଗ ବଦଳି ମେଘୁଆ ପାଗ ପାଇଁ ଆରମ୍ଭ ହେବା ଯୋଗୁଁ 19 ତାରିଖ ଠାରୁ ପାରଦ ପୁଣି ଥରେ ବଢ଼ିବାକୁ ଲାଗିଥିଲା। 23 ତାରିଖରେ 15.6 ଡିଗ୍ରୀକୁ ପହଞ୍ଚି ଯାଇଥିଲା। ପୁଣି 24 ତାରିଖ ଠାରୁ ପାରଦ ଖସି ଆଜି 8.6 ଡିଗ୍ରୀ ରେକର୍ଡ ହୋଇଛି। ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ପାରଦ 8.6 ଡିଗ୍ରୀକୁ ଖସିଛି। ଆଗକୁ ଆହୁରି ଶୀତ ହେବ ଏବଂ ପାରଦ ତଳମୁହାଁ ହେବ ଯୋଗୁଁ ପୁଣି ଶୀତର ପ୍ରକୋପ ବଢ଼ିପାରେ ବୋଲି କୁହାଯାଉଛି। କିଛି ଦିନ ଧରି ପ୍ରବଳ କୁହୁଡ଼ି ସାଙ୍ଗକୁ ପବନ ବହିବାରେ ଲାଗିଥିଲା। ଯେମିତି ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହିବାର ଭ୍ରମ ସୃଷ୍ଟି କରୁଥିଲା। ଆଜି ପାଗ ଶୁଖିଲା ରହିବା ସହ ଥଣ୍ଡାର ପ୍ରକୋପ ବଢ଼ି ଜାଡ଼ ଆରମ୍ଭ ହୋଇଯାଇଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ତା ପଛକୁ ପଛ ଦାରିଙ୍ଗବାଡ଼ି, ଫୁଲବାଣୀ, ବାଲିଗୁଡ଼ା, ନୂଆଗାଁ, ରାଇକିଆ, ଫିରିଙ୍ଗିଆ ଏବଂ ଟିକାବାଲି ରହୁଛନ୍ତି। ଥଣ୍ଡାର ମଜା ନେବାକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଆଗକୁ ପାରଦ ଆହୁରି ଖସିବା ସହ ଶୀତ ବଢ଼ିବା ଅନୁମାନ କରିଛି ପାଣିପାଗ ବିଭାଗ। ବ୍ୟୁରୋ ରିପୋର୍ଟ, ଜନତା ଟିଭି।